ଏଇଟା ଆକ୍ଚୁଆଲି ଗୋଟେ ମ୍ୟୁଜିକ୍ ଭିଡ଼ିଓ ଆମର ମ୍ୟୁଜିକ୍ର ସୁଟ୍ ହେଇଥିଲା ତ ଆଜି ସେଇଟା ରିଲିଜ୍ ହେଇଛି ଆଣ୍ଡ ମୁଁ ବହୁତ ଖୁସି ଅଛି ରିଲିଜ୍ ହେଇଛି ତ ଆପଣମାନେ ବି ଆସିଛନ୍ତି ଥ୍ୟାଙ୍କ ୟୁ ସୋ ମଚ୍। ଯେ ନାଁଟି ନିଃସର୍ତ୍ତ ଆମେ ଲାଗୁଛି ସତେ ଯେମିତି ଆପଣ ଗୋଟେ ସର୍ତ୍ତ ଦେଇ ଦେଇଥିଲେ ତାପରେ ଛାଡିକି ପଳେଇଛନ୍ତି ଏମିତି କିଛି ନାଇଁ ହେଇଛି? ନାଇଁ ସେମିତି ନାଇଁ ଏଇଟା ଗୋଟେ ବହୁତ ବ୍ୟୁଟିଫୁଲ୍ ଲଭ୍ ଷ୍ଟୋରି କେମିତି ନିଃସର୍ତ୍ତ ଅନକଣ୍ଡିସନାଲ ଲଭ୍ ଉପରେ ମ୍ୟୁଜିକ୍ ଭିଡ଼ିଓଟା ଦେଖିଲେ ଆପଣମାନେ ଜାଣିପାରିବେ ପ୍ଲିଜ୍ ଦେଖିବେ। ଖରାରେ କୋଉଠି କୋଉଠି ସବୁ ସୁଟିଂ ହଉଥିଲା? ବହୁତ ଖରାରେ ଆକ୍ଚୁଆଲି ସୁଟ୍ ହେଇଛି ଯେତେବେଳେ ବହୁତ ହି ज़्यादा टेम्परेचर हाई थिला सेई टाइम रे शूट ହେଇଛି एंड ବହୁତ କଷ୍ଟ କରିଛୁ ଆମେ ଶୁଟ୍ କରିବା ଟାଇମ୍ ରେ। ହିରୋ ତ ବହୁତ ଭଲ ବହୁତ କୋଅପରେଟିଭ ବହୁତ ମ୍ୟାଚୁअर एंड ବହୁତ ଭଲସେ ମୁଁ ଟିକେ ମାନେ ଭଲସେ ଶିଖେଇଛନ୍ତି ମୋତେ ଯେ ସୁଟ୍ ଟାଇମ୍ ରେ ଯୋଉଠି ବି ମୋର ଭୁଲ ହୁଏ କି କ'ଣ ହୁଏ बिल्कुल ମୁଁ पैनिक କରିଯାଏ ସେଇ ଜିନିଷଟା ବି ସେ ଶିଖେଇଛନ୍ତି କି बिल्कुल पैनिक କରିବାର ନାହିଁ ଆରାମ ସେ କର କମ୍ଫର୍टेबली କର ସो ବହୁତ ଭଲ ହିରୋ। ଏଇଟା ବୋଧେ 15 या 16 ନମ୍ବର ମ୍ୟୁଜିକ୍ ଭିଡ଼ିଓ ମୋର। ଏତେ ସବୁ ମ୍ୟୁଜିକ ଭିଡିଓ ଭିତରେ ଏଇ ଭିଡିଓରେ ବୋଧେ ଅଧିକ ଖରା ହଉଥିଲା। ଏଇଟା ବହୁତ ଖରା ହଉଥିଲା ଆଣ୍ଡ ଖରା ଦିନରେ ହିଁ ସୁଟ୍ ହେଇଥିଲା ସୋ ବହୁତ ହି ज़्यादा ଖରା ହଉଥିଲା। ଯେ ମ୍ୟାଡାମ ଆମେ ନର୍ମାଲି ଦେଖୁଛୁ ଖରାରୁ ମାନେ ରାହତ ପାଇବା ପାଇଁ ଆପଣ ଡିଟେଲ ଲଗେଇ ସମସ୍ତେ କାମ କରେ ଆପଣ ଡିଟେଲ ଲଗାଉଥିଲେ? ଆଜ୍ଞା ଖରା ମାନେ ସୁଟ୍ ସରିଲା ପରେ ଫେସିଆଲ ଡିଟେନ୍ वगैरह ସବୁ ହେଇଥିଲା। ପିଚୁ ଉପରେ ବସିକିରି ଆପଣ ସୁଟିଂ ପିଚୁ ରୋଡ ଉପରେ କେତେ ଗରମ ସେଇଟା ହଉଥିଲା ତ ବହୁତ ଗରମ ଆକ୍ଚୁଆଲି ଫ୍ଲୋର ବହୁତ ଗରମ ହେଇଯାଇଥିଲା ଆଣ୍ଡ ଗରମରେ ବସିକି କରିବା ବହୁତ କଷ୍ଟ। ବସି ହିଁ ହଉନଥିଲା ସୋ ଭାବି ପାରୁଥିବେ ଆପଣ ମାନେ କେତେ କଷ୍ଟ। ଡିରେକ୍ଟର କୋଡା ଆପଣଙ୍କୁ କହୁଥିଲେ ସେ ଗରମରେ ପିଚୁରେ ବସିବାକୁ? ଗରମରେ ବସିବା ପାଇଁ କହୁଥିଲେ। ଅସହିଷ୍ଣୁ ଡିରେକ୍ଟରଟେ ନା? ନାଇଁ ନାଇଁ ବହୁତ ଭଲ ଡିରେକ୍ଟର ବହୁତ ଭଲସେ ସେ ଡିରେକ୍ସନ ଦେଇଛନ୍ତି ଏ ସଙ୍ଗଟା। ଡିଟେଲ ଭଲ ଲଗେଇ ହେଇଛି। ବସିଥିଲେ ପିଚୁରେ? ନାଇଁ ନାଇଁ ଡି10 ସେତେବେଳେ ଥୋଡ଼ି ଲାଗିବ ଡି10 ତାପରେ ଗୋଟେ ଗୀତ ଅନେକ ସାରା ରିଲ୍ସ ଆସୁଛି ତ ରିଲ୍ସ ଆପଣ କହିବେ ଏଇ ଗୀତରେ ଏ ଗୀତରେ ରିଲ୍ସ କରନ୍ତୁ ସମସ୍ତେ ଏଇଟା ବହୁତ ସୁନ୍ଦର ସ୍ଲୋ ରୋମାଣ୍ଟିକ ସଙ୍ଗଟେ ବହୁତ ଭଲ ଲାଗିବ ରିଲ୍ସରେ ବି ବହୁତ ଭଲ ଆସିବ ହୋପ୍ ସୋ କି ବହୁତ ଭଲ ହଉ ବ୍ଲାଷ୍ଟ ହଉ। ଏଇଟା କଲେଜ ମାନେ ପ୍ରେମିକ ପ୍ରେମିକା ମାନଙ୍କ ପାଇଁ ନା ୟେସ୍ ସ୍ୱାମୀ ସ୍ତ୍ରୀଙ୍କ କଲେଜ ଲଭ୍ ଷ୍ଟୋରି ଗୋଟେ ବଟ୍ ସେମାନେ ତାଙ୍କର ବହୁତ ଅବଷ୍ଟାକଲ୍ସ ପରେ ବି ସେମାନେ କେମିତି ଲାଷ୍ଟରେ ଫାଇନାଲି ମ୍ୟାରେଜ୍ କରିଛନ୍ତି କାହିଁକିନା ଆଜିକାଲି ବହୁତ ଲଭ୍ ଷ୍ଟୋରି ଖାଲି ହୁଏ ବାସ୍ କଲେଜ ଲାଇଫ୍ରେ ବଟ୍ ସକ୍ସେସଫୁଲ୍ ହୁଏନି ଏଇଟା କେମିତି ଗୋଟେ ସକ୍ସେସଫୁଲ୍ ମ୍ୟାରେଜ୍ ଆଣ୍ଡ କଲେଜ ଲଭ୍ ଷ୍ଟୋରି ଉପରେ ଗୀତଟା କୋଉ ଟାଇପର ଥିଲା? ସ୍ଲୋ ରୋମାଣ୍ଟିକ ଆଜିକାଲି ସଙ୍ଗ। ସ୍ଲୋ ଦେଖୁଛନ୍ତି ଆଜିକାଲି ଆଇଟମ ବେଶୀ ଅଲଗା ପ୍ରକାର ଆଇଟମ କି ଆଇଟମ ଦରକାର ସେଟ୍ ଟାଇପର ଦରକାର ଆଜିକାଲି ଯୋଉ ଭଳିଆ ଗୀତ ଚାଲିଛି ଲୋକ ଆଜ୍ଞା ବେଶୀ ଆକ୍ସେପ୍ଟ କରୁଛନ୍ତି କୋଉ ଟାଇପର ଗୀତ ହେଇଥିଲା? ଏଇଟା ସ୍ଲୋ ରୋମାଣ୍ଟିକ ବଟ୍ ଆଇଟମ୍ ସେମିତି ଜଲ୍ଦି ଆପଣମାନଙ୍କ ପାଖକୁ ଆସିବ ମୁଁ ନେଇକି ଆସିବି ସୋ ୱେଟ୍ କରନ୍ତୁ ସେଇ ଆଉ ଟାଇପର ଥରେ କିଛି ସିନ୍ ଅଛି କି ଏଥିରେ ଲୋକ नो ଦେଖିବାକୁ? ଏଇଥିରେ ସେମିତି କିଛି ସିନ୍ ନାହିଁ। ଆପଣ ଆଇଟମ ଡ୍ୟାନ୍ସ କରିବେ? କାଇଁ ମୁଁ କରିପାରିବିନି। ଏଇ ଯୋଉ ଟାଇଟଲ ରଖାଯାଇଛି ନିଃସର୍ତ୍ତ ବୋଲି ନିଃସର୍ତ୍ତ କଣ ନିଃସର୍ତ୍ତରେ ଆପଣ କଣ କରିଛନ୍ତି? ନିଃସର୍ତ୍ତରେ ସେଇଟା ଗୋଟେ କେମିତି ମାନେ ଗୋଟେ ସ୍ୱାମୀ ସ୍ତ୍ରୀଙ୍କର ଗୋଟେ ଅନକଣ୍ଡିସନାଲ ଲଭ୍ ସେଇଟା ଦେଖାଯାଇଛି ନିଃସର୍ତ୍ତରେ। ଯୋଉ ପ୍ରଶ୍ନଟା ପଚାରିଲେ ତାର ଭିତରେ ହିଁ ଉତ୍ତର ଅଛି। ନିଃସର୍ତ୍ତର ଅର୍ଥ ହଉଛି ତ ସର୍ତ୍ତ ନାହିଁ ଯୋଉଟା କି ସର୍ତ୍ତ ନ ରହିବା ଉଚିତ ସର୍ତ୍ତ ନାହିଁ ଯୋଉଟା କି ଆମେ ଅତୀତରେ ବି ଶୁଣି ଆସିଛେ ଲଭ୍ ଇଜ ଅନକଣ୍ଡିସନାଲ ଲଭ୍ରେ କିଛି କଣ୍ଡିସନ ନ ରହିବା ଦରକାର ସେ ଅବସ୍ଥା ପରିସ୍ଥିତି ଯାହା ବି ହେଇପାରେ ତ ଏଥିରେ ଦେଖା ହେଇଛି ଗୋଟେ କପୁଲ ଯିଏକି ପରସ୍ପରକୁ ଭଲ ପାଆନ୍ତି ଟାଇମ୍ ବିଂ ତାଙ୍କ ଭିତରୁ ଜଣେ ଅକ୍ଷମ ହେଇଯାଇଛି ହବା ପରେ ମଧ୍ୟ ଆର ପାର୍ଟନର ଜଣଙ୍କର ଭଲ ପାଇବା ଯାହା ପ୍ରଥମେ ଥିଲା ସେ ଭଲ ପାଇବାଟା କଣ୍ଟିନ୍ୟୁ କରୁଛି ସେଇଥିପାଇଁ କିଛି ତାଙ୍କର ସର୍ତ୍ତ ନାହିଁ ଏଣ୍ଡରେ ସେଟା ସେ କନକ୍ଲୁଡ କରିଛନ୍ତି କି ଯେ ତମକୁ ସବୁ ଅବସ୍ଥାରେ ମୁଁ ଗ୍ରହଣ କରିବାକୁ ରାଜି ଅଛି। ଆମରା ମ୍ୟୁଜିକରେ ରିଲିଜ୍ ହେଇଛି ତ ଡିରେକ୍ଟର ହେଉଛନ୍ତି ବାବୁ ଭାଇ ମୋର କୋ ଆର୍ଟିଷ୍ଟ ପ୍ରତୀକ୍ଷା ଆମର ଡିଓପି ହେଉଛନ୍ତି ବିଜୁ ଭାଇ ପୁରା ଏଣ୍ଟାୟାର ଟିମ୍ ବହୁତ ପରିଶ୍ରମ କରିଛନ୍ତି ଯୋଉ କଥା ଆପଣ ଅନ୍ୟ ବାଇଟ୍ସରେ ବି ଶୁଣି ସାରିଥିବେ ସମସ୍ତେ ବହୁତ ପରିଶ୍ରମ କରିଛନ୍ତି ଖରାରେ ମାନେ ଖରା ଡିଗ୍ରୀ କିଛି କମ୍ ନଥିଲା ତା ଭିତରେ ବି କଷ୍ଟ କରିବାକୁ ପଡ଼ିଥିଲା କିନ୍ତୁ ମଜା ଲାଗୁଥିଲା କାମଟା ଏଇଥିପାଇଁ ଯେ ଗୋଟେ ଭଲ ସବଜେକ୍ଟ ଥିଲା ତାକୁ ନେଇକି ଆମେ ଇନ୍ସପାୟାର ଥିଲୁ।